কোম্পানি তম মহান্ত না ভবিষ্যতের মালিক হউছ তুমি সিলিদার মো এই কোম্পানিতে কোন অধিকার আছে আমি খালি কেবল এই ঘরের ভিতরে বড় অধিকার আছে তোমার তো কিছু অধিকার নাই কোন অধিকার আছে শুভ ভাইକୁ কোম্পানির কিছু ବି দায়িত্ব দઉં ମୋ ସ୍ୱାମୀ କଥା ତ ଛାଡ଼ ମୋ ଭଲ ଭାଇ ବାହା ହେଇଗଲେ ବୋଲି ଆମର ଏଠାରେ କଥା କହିବାର ଅଧିକାର ବି ନାହିଁ କଣ ଭାବିଛି ସେ ଭାବିଛି ସେ ମାଲିକ ଆମେ ଚାକର ଗେଟ୍ ବାହାରେ ଥିଲେ ଏମିତି କୁକୁର ଭଳିଆ ବୋକି ହବୁ ସେ ଆମକୁ ଦିନେ ଆମ୍ଭର ବିସ୍କୁଟ ପକେଇଦେଲେ ଚୁପଚାପ ତାଙ୍କୁ ଲାଗି ଚାଲିଯିବୁ ବୁଝିନଥିଲି ବେଳେବେଳେ ଇଚ୍ଛା ହୁଏ ଶିଳ ପୁଆରେ ତା ମୁହଁଟାକୁ ମୁଁ ସେମିତିକା ପିଲା ନୁହେଁ ଭାଇ ମୁଁ ନିହାତି ଜଣେ ଭଦ୍ର ପିଲା ସେଇଥିପାଇଁ ତ ମୁଣ୍ଡ ତଳୁ କରି ଚୁପଚାପ ଚାଲି ଆସୁଛି ତମେ ଯଦି କମ୍ପାନିର ମୋ ସେୟାରଟା ମତେ ଦେଇ ଦେଇଥାନ୍ତ ହୁଏତ ଏତେ ବଡ଼ ଘଟଣା ଘଟି ଯାଇନଥାନ୍ତା ସେଇଥିପାଇଁ କେବଳ ସେଇଥିପାଇଁ ସାନ ଭାଇ ଆଉ ମୁଁ ମିଶି 2 ଜଣ ଡ୍ରିଙ୍କ କରିଦେଲୁ ମଦ ନିଶାଟା ବେଶୀ ଜୋର ହେଇଗଲା ଗୋଟେ ଘଟଣା ଘଟିଗଲା ଆଉ ଜଣେ ସାମାନ୍ୟ ଘଟଣା ପାଇଁ କାହିଁ କେମିତି ଟେନସନ ହେଇଯାଉଛ ଯଦି ଭୁଲ ବଶତଃ ଗୋଟେ ଘଟଣା ଘଟି ଯାଇଛି ତମେ କଣ ଚାହିଁଲେ ସେ ଘଟଣାର ସମାଧାନ ହେଇପାରିବନି কি সমাধান ମୁଁ କରିବି ସେ ସମାଧାନ ରାସ୍ତା କ'ଣ କଥା ବଡ଼ ଭାଇ ଟଙ୍କା ଥିଲେ ସବୁ ସମାଧାନର ବାଟ ଅଛି ଟଙ୍କା ଦେଇ ତମେ କ'ଣ ଶିବାନ ସାହେବ ଇଜ୍ଜତ ଫେରାଇ ଦେଇପାରିବ ଟଙ୍କା ଦେଇ ବିଜୟ ସକ୍ସେନା ଜୀବନକୁ ଫେରାଇ ଦେଇପାରିବ ଦିଟା ପରିବାରରେ କ'ଣ ତମେ ଖୁସି ଆଣି ଦେଇପାରିବ ଶୁଣ ରାଜ ଶିବାନୀ ହେଉଛି ମୋ କମ୍ପାନୀର ଏମ୍ପ୍ଲୟି ମୋ ଏମ୍ପ୍ଲୟି ପ୍ରତି ଅନ୍ୟାୟ ହେଇଛି ମାନେ ତାକୁ ନ୍ୟାୟ ଦେବା ମୋ କର୍ତ୍ତବ୍ୟ ନ୍ୟାୟ ହଉ କି ଅନ୍ୟାୟ ହଉ ନିଜ ଭାଇ ଭଉଣୀର ଜୀବନ ରକ୍ଷା କରିବା କ'ଣ ତମର କର୍ତ୍ତବ୍ୟ ନୁହେଁ କିନ୍ତୁ ଅନ୍ୟାୟ ସହିତ ସାଲିସ କରିବା ମୁଁ ଶିଖିଲି ସାଲି আরে খালিস করো কি না করো মালিশ করো তাহলে দিদি কাকুড়ো বুড়ি জীবনে ପଡ଼ିଛି ବାପା আরে বকুড়ো বুড়ি গলা রে পিণ্ড পানি দেବାକୁ କେହି ରହିବନି রে ଘରେ କଣ ହେଇଛି କୁହ ତମ ବଡ ଭାଇ ନିଜେ ଏସପି କୁ ଫୋନ କରିଥିଲେ ଆଉ ଏସପି ନିଜେ ଶିବାନୀକୁ ଜବାନବନ୍ଦୀ ନେଇ ସାରିଛନ୍ତି ଶିବାନୀ ଦୁଷ୍କର୍ମ ବିଜୟ ସକ୍ସେନାର ମର୍ଡର ତା ସାଙ୍ଗକୁ ଏସିଡ ମାଡ଼ ଏଇ କେସରେ ତମ 2 ଜଣକୁ ଫାଶୀ ହବ ଫାଶୀ ଦେଖୁଛୁ ମମି ଦେଖୁଛୁ ଯୋଉ ସାବୁତ ପୁଅକୁ ମଣିଷ କରିବା ପାଇଁ ତୁ ନିଜ ଛୁଆ ଦିଟାକୁ ରାସ୍ତା କଡ଼ରେ ବସେଇ ଦେଇଛୁ ସେ ସାବୁତ ପୁଅଟା କେମିତି ଆଜି ତୋ କୁଳ ବୁଳି ଦେବାକୁ ବସିଛି କ'ଣ ବଡ଼ ଭାଇ ହେଇଛନ୍ତି ବଡ଼ ଭାଇ ଶିବାନୀ ଯୋଉ କ୍ଷତି ହେଇଛି ସେଇଠି କେହି ପୂରଣ କରିପାରିବନି ଆମେ ଆଉ ରାଜନୀତି ସେମିତି ଆଦର୍ଶର ବାଣୀ ଆଉ ଶୁଣାଉନି ବା ସାମନ୍ତ ଭାଇ ଭବିଷ୍ୟତର ବେଳେ କଣ୍ଟା ହେଇ ଠିଆ ହେଇବ ତମେ ତାକୁ ରାସ୍ତାରୁ ହଟେଇ ଦେବାକୁ ଚାହୁଁଥିଲ ହେଲେ ଏ ଚଣ୍ଡାଳ 2 ଜଣ ତମ ଚାଲକୁ ବୁଝି ପାରିଲନି ଦୟାକରି ଏମିତି କଥାବାର୍ତ୍ତା କରି ଆମ ପରିବାରରେ ସନ୍ଦେହର ପାଳ ସୃଷ୍ଟି କରନି ଆରେ ଏମାନେ ତ ମୋ ଭାଇ ଭଉଣୀ ତମ ଜୀବନଠୁ ଅଧିକ ଭଲ ପାଆ ଓ ଭୁଲ କର ସେ ନାଟକ ତମ ଭଲ ପାଇବାର ବିଶ୍ୱ ଜଣାକୁ ମୁଁ ଠିକ ଅନୁଭବ କରିସାରିଛି ମୋ ମମି କି ଅଭିନୟ ଅନ୍ଧପୁରରେ ବାନ୍ଧି ଆମ ଭାଇ ଭଉଣୀ 2 ଜଣଙ୍କୁ ତମେ ଛଳନାର ସମୁଦ୍ରରେ ଭସାଇ ଦେଲ ଭାଉ और जगह नहीं ଶୁଣନ୍ତୁ ଶୁଭ କ'ଣ କହିଲା ଏବଂ ଉତ୍ତର ଦେ ଆଉ ତୁ ମୋତେ ବି ଠାକୁରାଣୀ ତୁ ମୋତେ ବି ଉତ୍ତର ଦେ ବୋଉ ମୁଁ ତମ ସାନ ଭାଇ ଭଉଣୀ 2 ଜଣଙ୍କୁ ଛଳନାର ସମୁଦ୍ର ଭିତରକୁ ଠେଲି ଦେଇଛି ଉତ୍ତର ଦେ ବୋଉ ଶୁଭ ଉତ୍ତର ଦେ ଆରେ ସିଏ ଆଉ କ'ଣ କହିବେ ତମ ବୋଉ ହେଲେ ଘୋଡ଼ି ଯୁଗର ଅନ୍ଧାରୀ ତାଙ୍କ ମୋର ସବୁବେଳେ ଗୋଟିଏ କଥା ଅକ୍ଷୟ ହଉ ପୁଣ୍ୟ ଜଗତେ ଧର୍ମର ହଉ ଜୟ ସମୁଦ୍ରୀ ଡଙ୍ଗା ମଝି ରହିଲେ ଟଳମଳ ଦୁଲକାଏ ପବନ ଦେଲେ ଡଙ୍ଗା ଉପକୂଳ ଧରି ପାରିବନି ଭବିଷ୍ୟତ କଥା ଚିନ୍ତା କର ତା ନହେଲେ ପିଣ୍ଡ ପାଣି ପାଇବନି ତମକୁ କ'ଣ ମୁଖ ଶୁଣାଗଲାଣି ମୁଁ କହୁଛି ଚୁପଚାପ ଠିଆ ହୁଅ ଅଲଗା ବାପା
କଥାରେ କ'ଣ ଅଛି ବଡ଼ ଲୋକଙ୍କୁ ଉତ୍ତର ନାହିଁ ବଡ଼ ଲୋକଙ୍କୁ ଉତ୍ତର ଦେଇ ଏମିତି ଅପମାନିତ ହବା ନିଏ ମୁଁ କିଣିଛି ଯେତେବେଳେ ମୁଁ ଭୋଗିବି ତ ଭୋଗିବ କିଏ ତମେ ତମ ବ୍ୟସ୍ତ କରିବ ମୋ ଦେବୀ ମା ଶାଶୁ ଅଛନ୍ତି ନା ଶାଶୁ ମା ମାଛି ପାଇବାକୁ ମୋର ତିଳେ ହେଲେ ଭୟ ନାହିଁ ହେଲେ ମୁଁ ଆପଣଙ୍କ ଝିଅ ସେଇ କଥା ଚିନ୍ତା କରୁଛି ସେଦିନ ଆପଣଙ୍କର ଗୋଟିଏ ବୋଲି ଝିଅ ତୋଳା ଚାରି ତିନିଟି ଘର କୋଣରେ ବସି ଏମିତି ଘୁମଲି ଘୁମଲି କାନ୍ଦିବ ଆପଣ କ'ଣ ଦେଖି ସହିପାରିବେ ବଡ଼ ଭାଇ ଆପଣ କ'ଣ ଦେଖି ସହିପାରିବେ ସେଲେ ପିଲାଦିନଠୁ ଆଜି ପର୍ଯ୍ୟନ୍ତ ଯାହା ମୁଁ ନିଷ୍ପତ୍ତି ନେଇଛି ତତେ ପଚାରିଛି ତୋ ନିଷ୍ପତ୍ତି ମୋ ପାଇଁ ବେଦନା ଗାଳ ବିଚାରିଛି ଦୁନିଆ ଓଲଟ ପାଲଟ ହେଇଗଲେ ବି ତୋ ନିଷ୍ପତ୍ତିକୁ ମୁଁ ଅକ୍ଷର ଅକ୍ଷରେ ପାଳନ କରିଛି ଆଜି ମୁଁ କି ନିଷ୍ପତ୍ତି ନେବିଲୁ ଦୋଷଟି ରାସ୍ତା ଠିଆ ହେଇଯାଇଛି ଗୋଟେ ପଟେ ବାଘ ଗୋଟେ ପଟେ କୁମ୍ଭୀର ଆଉ ଗୋଟେ ପଟେ ବିଜୟ ସେକ୍ସନର ମନ ଶିବାନୀ ସାହାଣୀର ଗଣଦୁଷ୍କ ଗୋଟେ ପଟେ ମୋ ଭାଇ ଆଉ ଗୋଟେ ପଟେ ମୋ ପିଢ଼ି ଗୋଟେ ପଟେ ଶିବାନୀ ସାହାଣୀ ଆଉ ବିଜୟ ସେକ୍ସନ ମୁଁ କି ନିଷ୍ପତ୍ତି ନେଲୁ ମୋର କିଛି ବୁଦ୍ଧି ଦେଖୁଛେ ମୁଁ କି ନିଷ୍ପତ୍ତି ନେବି এই ପରିସ୍ଥିତିରେ ମୁଁ କି ନିଷ୍ପତ୍ତି ନେବି সেই কাপুরুষ নিষ্পত্তি পাই যে আকুল নিবেদন করে যে যুদ্ধে মর্মাহত সুখে ধৈর্য হারাই যায় সোর সম্ভব ମୁଁ ତତେ ଗାନ୍ଧାରୀ କରି ବିଜୟ ପରାଜୟ ଆଶୀର୍ବାଦ ଦଉନି ଗୋଟେ କର୍ତ୍ତବ୍ୟ ପରାୟଣ କୋଉ ନିଷ୍ପତ୍ତିର ସଂଜ୍ଞା ବୁଝେଇ ଦଉଛି ନିଷ୍ପତ୍ତିରେ ତୁ ଏମିତି ନେବୁ ଯେମିତି ଅଧର୍ମର ବିନାଶ ଧର୍ମ ପାଇଁ ଯଦି ସ୍ୱୟଂ ବଳିଯାଆନ୍ତି ତାହେଲେ ମୋ ଆଖିରେ ଲୁହ ମୁଣ୍ଡାବି ବଢ଼ି ଇଏ ଫାଶୀ ପାଇବା ଦରକାର ଫାଶୀ ପାଇବା ଦରକାର କେସରେ ବିଚାର ହେଲେ ମୋତେ ଫାଶୀ ହେଇଯିବ ହେଇଯାଉ ଫାଶୀ ମମି ରାଗ କରିଛି ଏଇଥର ମୋ ମତରେ ଶୀଘ୍ର ନିଭେଇଯିବ ହେଇଯାଉ ସିନ୍ଦୁର ତାହେଲେ ତମେ ବାହାଦୁର ଗୋଟେ ରାକ୍ଷସୀ ଆପଣଙ୍କ କଥାରେ ପଡ଼ି ଆଉ ଥରେ ଯଦି ସାବତ ଶୁଣିଲେ ଉପରେ ଉଚ୍ଚାରଣ କର ତାହେଲେ ଧକ୍କା ମାରି ଘରୁ ବାହାର କରିଦେବି ବାହାର କରିଦେବି ମୁଁ पापा क्या हुआ स्वर्ग भलिया घुसाया खुब्बा खाया सामने उठे हॉस्पिटल में ना मो सासू मोरे जवाब दो मो सासू मोरे हे पापा जा